ସକାଳୁ ଆଜି ପୁଅ କହିଲା ମାମା ଗୋଟେ କଣ ଭଲ ଖାଇବାକୁ କରିକି ଦେ। ସକାଳୁ କଣ ଭଲ ଖାଇବ ମୁଁ ଇପି କରିକି ଦେଲେ ଖୁସି ହବ। ମୁଁ ସେଗୁଡ଼ା କିଛି ଦେଲିନି, ମୁଁ ତାକୁ ଆଜି ଫଳ କାଟିକି ଦେଇଦେଇଛି। ସେ କିନ୍ତୁ ମନ ଦୁଃଖରେ ବସି ଖାଉଛି। ତାପରେ ମୋର କାମ ସାରିକି ମୁଁ ପଳେଇ ଆସିଲି ରୋଷେଇ ଘରକୁ। ଆଉ ଆମେ ଛୋଟବେଳେ ଯୋଉଟା କହୁଥିଲେ ନା ମାଂସ ତରକାରୀ ପିଲାଦିନେ, ତ ସେଇଟାକୁ ମୁଁ ଭାବିଲି ଆଜି ଚିଲି କରିଦେବି। ତ ଏମିତି ତାକୁ ଆଜି ଟିଫିନରେ ଦେବା ପାଇଁ ମୁଁ ପରଟା ଆଉ ସୋୟାବିନ୍ ଚିଲି କରିଦେଇଥିଲି। ସେ ତ ବୁଧବାର ଶୁକ୍ରବାର ହେଲେ ଏଇ ଛୁଆ ଖାଲି କାର୍ତ୍ତିକ ମାସରେ ବାସ୍ନା ଶୁଙ୍ଘିବାକୁ ବିକଳ ହଉଛନ୍ତି। ମାନେ ବାକି ଆପଣ ବୁଝିପାରୁଥିବେ କେମିତି ହୁଅନ୍ତି ଛୁଆମାନେ କାର୍ତ୍ତିକ ମାସରେ ଯଦି ଆପଣ ଆଇଁଷ ବାରିଦେବେ ମାସଟେ। ତ ଏମିତି ହେଇକି ତାକୁ ମୁଁ କଲେଜ ପଠେଇଦେଲି। ସିଏ ଯେହେତୁ 2 ସପ୍ତାହ ହେଲାଣି କଲେଜ ଯାଇପାରୁନଥିଲା, ତାର ଗୋଡ ଟିକେ ଭଲ ନଥିଲା। ଆଉ ଆଜି ସେ ବହୁତ ଦିନ ପରେ ଟିକେ ସୁସ୍ଥ ହବାରୁ ଯାଉଛି। ଆଉ ତା ବାବା ନେଇକି ତାକୁ ଛାଡ଼ିଦେଲେ। ତାପରେ ମୁଁ ପଳେଇ ଆସିଲି ପୁଣି ରୋଷେଇ ଘରକୁ। ମୋର ଅଧା ଅଧୁରା କାମକୁ ଶେଷ କରିଲି। ମାନେ ଆଜି ଜହ୍ନି ଆଳୁ କାଟି ଦେଇଥିଲି, ତାକୁ ମୁଁ ସବୁବେଳେ ସୋରିଷ ମସଲାରେ ରାଇ କରିଦିଏ। ଆଉ ସେଇଟା ଖାଇ ଖାଇ ମୁଁ ବୋର ହେଇଯାଉଥିଲି। ଆଜିକାଲି ଭାବିଲି ତାକୁ ଗୋଟେ ଅଲଗା ପ୍ରକାରିଆ କରିବି। ତାକୁ ମସଲା ଦେଇକି କଷିଲି, ମାନେ ଗରମ ମସଲା କଷିଦେଲି। ଆଉ ମୁଗ ଡାଲି ଭାଜିକି ସିଝେଇ ଦେଇଥିଲି ଟିକେ। ତାପରେ ମସଲା କଷେଇଲା ପରେ ସବୁ ଗୁଡାକ ପକେଇକି ଏକାଠି ଟିକେ କଷିଦେଲି। ଆଉ କରି ପାଉଡର ଟିକେ ପକେଇଦେଲି। ତ ମୋର ଗୋଟେ ଭଲ ସାଧା ତରକାରୀ ଚୁକଚୁକିଆ ଆଉ ନସନସିଆ ତରକାରୀ ଗୋଟେ ରେଡି ହେଇଗଲା। ଆପଣ ମାନେ ଯଦି କରୁନାହାନ୍ତି ଏମିତି ସାଙ୍ଗମାନେ ଥରେ ନିଶ୍ଚୟ ଟ୍ରାଏ କରିବେ। ଆଉ ମୁଁ ଆକୁ ଲଞ୍ଚ ବକ୍ସରେ ବି ମୋ ସ୍ୱାମୀଙ୍କୁ ଦେଇ ଦେଇଥିଲି। ତାପରେ ଏଠି ଦେଖନ୍ତୁ ମୋ ଖୁସି, ତାର ଭାରି ଖୁସି ଦେଖାଯାଉଛି। କଣ ପାଇଁ କହିଲେ, ସାଙ୍ଗଠୁ ଅଛି ସେ ପୁଳାଏ ନୋଟ ବିଡାଏ ଆଣିଛି। ସବୁଦିକ ନକଲି ନୋଟ। ତାକୁ ସେ ଖୁସି ହଉଛି ଭାରି ଗଣି ଗଣିକି। ଆଉ ଏଠି କଣ ହେଲା, ମୁଁ ଟିକେ କାମ ସାରିକି ଆସିକି ଟିକେ ରେଷ୍ଟ ନେଲି। ମୋ ଖୁସିରେ ଆରମ୍ଭ ହେଇଯାଇଛି ଏଠି କାନ ବିନ୍ଧା। ତାକୁ ବହୁତ ଥଣ୍ଡା ହେଲେ ତା କାନ ଟିକେ ବିନ୍ଧେ। ଆଉ ତା ଗାଲ ଚାରିପଟ ବହୁତ ଜୋର ବିନ୍ଧୁଥିଲା। ମନ ଦୁଃଖରେ ଭାରି କାନ୍ଦୁଣୁ ମାନ୍ଦୁଣୁ ହେଇକି ଆସି କହିଲା। ଆଉ ମୋ ମନଟା ଟିକେ ଭାରି ଦୁଃଖ ହେଇଗଲା। ମୁଁ କହିଲି ହଉ ବାବାଙ୍କୁ ଫୋନ କର, ଯିବା ହସ୍ପିଟାଲ। ତାପରେ ସ୍ୱାମୀଙ୍କୁ ଫୋନ କରି ସେ ମେଡିସିନ ଫେଡିସିନ ନେଇକି ଆସିଲେ। ଆଉ ଦେଖୁଛି ଆଜି ଯଦି ଭଲ ନ ହବ କାଲି ସକାଳୁ ପୁଣି ନେଇକି ଡକ୍ଟରକୁ ଦେଖେଇବୁ। ଆଉ ସାଙ୍ଗମାନେ ଏମିତି ଥିଲା ଆଜିର ଭିଡିଓ ଭଲ ଲାଗେ ଲାଇକ୍ ସେୟାର କରିବେ।